हाय मामा ଏବେ କାମ କରୁଛି। हाय गुड मॉर्निंग ओम साईराम साଙ୍ଗମାନେ ଆସିଲା ଭିଡ଼ିଓ ସାଙ୍ଗମାନେ ଇଏ ତାର ଉଠୁଛି ଫଟକିରେ କେତେବେଳେ ଭିଡ଼ିଓ କରିଦେଉଛି ମୁଁ ଜାଣିପାରୁନି। ସାଙ୍ଗମାନେ ମୋତେ ଥଣ୍ଡା ହେଇଯାଇଛି, ନାକ ଫାକ ପୁରା ଏମିତି କୁଣ୍ଡେଇ ହେଉଛି ଭିତର, ଥଣ୍ଡା ହେଇଯାଇଛି। ଏଠି ମୁଁ ପିଠା କରୁଛି, କାଲି ଆଣ ବଞ୍ଚିଥିଲା, ଆଉ ଏଠି ସନ୍ତୁଳା କଖାରୁ ଆଳୁ ସନ୍ତୁଳା କରିଦେଇଛି। ଆଉ ସେଠି ମହାନ୍ତି ବାବୁ ଖାଉଛନ୍ତି ତାଙ୍କର, ଚାଲନ୍ତୁ ମହାନ୍ତି ତାଙ୍କୁ ଦେଖିଯିବେ। ବାବୁ ତାର ଭିଡ଼ିଓ କରାଇଛି। ହାଇ କହିଦିଅ ସାଙ୍ଗମାନଙ୍କୁ। हाय गुड मॉर्निंग एवरीबॉडी। ଜୋରରେ କହୁନା, ଶୁଭିବ ନାହିଁ, ଜୋରରେ କହୁନା। बड़ा है था संतुला टा बड़ा लागला तो दोनों थाली चाटी खाई थी। ଟେଷ୍ଟି ହେଇଥିଲା ନା କଖାରୁ ଆଳୁ ସନ୍ତୁଳା। हां ब्लॉग स्टार्ट ବ୍ଲଗ ଷ୍ଟାର୍ଟ କରିଦେଇଥିଲା। ଏବେ ଉଠିଲେ ମହାରାଜ ଆମର, ଉଠିକିରି ବସିକି ତାର କେତେବେଳେ ଯାଇକି ବ୍ଲଗ ଷ୍ଟାର୍ଟ କରିଦେଇଛି ମୁଁ ଜାଣିନାହିଁ। ହଉ ଠିକ ଅଛି ସାଙ୍ଗମାନେ, ତାଙ୍କ ବାପା ପୁଅଙ୍କର ଭଲ ପାଇବା ଦେଖନ୍ତୁ। ଓହୋ ବାବା ଚୋରି କରିକି ସାଙ୍ଗମାନେ କାଲି ଜୁସ୍ ସବୁ ପିଇ ଦେଇଛି। ଚୋର ଆମ ଘରେ ସବୁ ପିଇ ଦେଇଛି। ଆଉ ଗ୍ଲାସ ସାଙ୍ଗମାନେ ବିଶ୍ୱାସ କରେ ଲିଟର ନା 1.5 ଲିଟର ହବ, ସେଟା 1.5 ଲିଟର ହବ ନା। ହଁ ତାର ସବୁ ପିଇ ଦେଇଛି ସାଙ୍ଗମାନେ। ଆଡେ ମୋର ପିଠା ବସେଇଛି। ସାଙ୍ଗମାନେ କଣ କରୁଛି ଜାଣିଛନ୍ତି, ସେ କାଲି ଖରାବେଳେ ଆମେ ସେଠି ଜଣେ ଫୋନ କରିଥିଲେ ଆମର, ଟିକେ ସାଙ୍ଗମାନେ ଆମର ଜଣେ କିଏ ରିଲେସନ ଜଣେ ଫୋନ କରିଥିଲେ, ଆମେ କଥା ହଉଛୁ। ସିଏ କଣ କରୁଛି, ତାର ଆମେ ସେଠି ସମସ୍ତେ ବସିଛୁ, ଝିଅ ମୁଁ ସମସ୍ତେ, ସେ ତାର ଫ୍ରିଜ ଖୋଲି ସବୁ ପିଇବାରେ ବ୍ୟସ୍ତ, ସବୁ ପିଇ ଦେଇଛି। ଆଉ ଛୋଟ ଗ୍ଲାସରେ ଗ୍ଲାସ ଫେଲ ହବନି, ଭଗବାନ ପିଲାକୁ ପାରି ହବନି ସାଙ୍ଗମାନେ। ଠିକ ଅଛି ସାଙ୍ଗମାନେ, ଆଜି କାଲି ଯେହେତୁ ମୋ ଶ୍ୱଶୁରଙ୍କର ପିଣ୍ଡ, ଆଜି ଟିକେ ବହୁତ କାମ ଅଛି ମୋର, ଆଚ୍ଛା ଧୁଆ ଇଏ ସେ ସବୁ କାମ। ଠିକ ଅଛି, ମୁଁ ଆପଣଙ୍କ ସହିତ କଥା ହେଉଛି। ସାଙ୍ଗମାନେ ମୋ କାମ ସବୁ ସରିଯାଇଛି, ବାଲକୁନିଟା ସବୁ ଧୁଆଧୁଇ କରିଦେଇଛି। ଦେଖନ୍ତୁ ସବୁ କରିଦେଇଛି। କାଲି ସଂକ୍ରାନ୍ତି, ଆମ ଶ୍ୱଶୁରଙ୍କ ପିଣ୍ଡ କହିଥିଲି ଆପଣଙ୍କୁ। ଟିକେ ଏଇଟା କ'ଣ ଗଡ଼ାଣିଆ ନା ସାଙ୍ଗମାନେ, ଟିକେ ପାଣିଟା ନ ଓଳେଇଲେ ପାଣିଟା ରହିଯାଏ ସାଙ୍ଗମାନେ। ସରିଯାଇଛି ସାଙ୍ଗମାନେ। ତାପରେ ଏଗୁଡ଼ା ସବୁ ବେଡ଼ସିଟ୍ ଦେଖୁଛନ୍ତି ସବୁ ଚେଞ୍ଜ କରିଦେଲି, ଏଗୁଡ଼ା ସବୁ ଚେଞ୍ଜ କରିଦେଲି, ଆଉ ଗୋଟେ ପକେଇଦେଲି। ଝରକା ଫରକା ସ୍କ୍ରିନ୍ ସବୁ କାଢ଼ିଦେଇଛି। ଏ ଘର ବେଡ଼ସିଟ୍ ସବୁ ଚେଞ୍ଜ କରିଦେଇଛି, ଏସବୁ ଚେଞ୍ଜ କରିଦେଇଛି। ତାପରେ ମୋର ଏଠି ୱାସିଂ ମେସିନ୍ ଲାଗିଛି ସାଙ୍ଗମାନେ, ୱାସିଂ ମେସିନ୍ ଲାଗି ସଫା କରିଦେବି, ସବୁ ଶୁଖାଶୁଖି କରିଦେବି। ଆଜି ପାଗଟା ପୁରା ମେଘୁଆ ପାଗ ରଖିଛି। ମୋ ତଣ୍ଟିଟା ବି ମାନେ ଥଣ୍ଡା ହେଇଯାଇଛି, ଭଲ ଲାଗୁନି। ଯାଉଛି ଘର ଫର ଓଳେଇ ଦେବି, ରୋଷେଇ କରିବି। ଆଜି ପଲଉ କରିଦେବି ଭାବୁଛି, ସୋୟାବିନ୍ ପଲଉ କରିଦେବି। ପଲଉ କରିସାରିଲା ପରେ, କାମ ସରିଲା ପରେ ଘରଟା ପୋଛିଦେବି। ଟିକେ ଲେଟ୍ରେ ଟିକେ ଘର ପୋଛିବି, ଘର ପୋଛି ସାରିଲା ପରେ ସରିବ। ସେଗୁଡ଼ା ସବୁ ୱାସିଂ ତାକୁ ନେବି ଶୁଖେଇବା, ଶୁଖେଇ ଦେଇଥିବ, ଟିକେ ଖାଲି ପବନ ବାଜିବା କଥା ଆଉ। ଏତିକି ମାସ ମାନେ କାମ ସରିଗଲାଣି। କାଲି ବାପଙ୍କର ମାନେ ଶ୍ୱଶୁରଙ୍କର ପିଣ୍ଡ ଅଛି ନା, ସେଇଥିପାଇଁ। ଠିକ ଅଛି ସାଙ୍ଗମାନେ, ମୁଁ ଚାଲି ପୁଣି ମୋ କର୍ମ କ୍ଷେତ୍ରକୁ, କାହିଁକି ନା ଏତିକି ସିନା ସରିଗଲା, ଯାଉଛି ଫଟାଫଟ ଘର ଓଳେଇଥିବେ, ପୁଣି ରୋଷେଇ କରିବି। ମହାନ ସାର୍ ଆସିବି 12ଟା ବେଳେ, ଏମିତି ଆଉ। ସେମାନେ ମୋ ହାତରେ ଘିମି ଦେଇକି ଦେଖନ୍ତୁ କେମିତି ନାଲି ପଡ଼ିଯାଇଛି, ଦେଖାଯାଉଥିବ କି ନାହିଁ, ଦେଖ କେମିତି ସବୁ ନାଲି ହେଇଯାଇଛି ପୁରା। ଟିକେ ଗରମ ଲାଗୁଛି, ଗୁଳୁଗୁଳି ଲାଗୁଛି। ଯେମିତି ବର୍ଷାଟା ଉଠେଇଛି, ବର୍ଷାଟା ହେଲେ କ'ଣ ଥଣ୍ଡା ଲାଗନ୍ତା, ଥଣ୍ଡା ଲାଗୁଛି, ମାନେ ଗୁଳୁଗୁଳି ଲାଗୁଛି ଟିକେ।
ଆଉ ମୋ ଝାଳ ହୋଇଯାଇଛି ଯେମିତି ଦେଖିପାରୁଥିବେ। ତାପରେ ଥଣ୍ଡାଟା ଦେହଟା ଜମା ଭଲ ଲାଗୁନି, ଚେହେରାରୁ ଦେଖି ଜାଣିପାରୁଥିବେ। ଠିକ୍ ଅଛି ସାଙ୍ଗମାନେ, ଆଉ କିଏ କରିଦେବ, ଏକୁଟିଆ ଯେହେତୁ କରିବା ମୋତେ ବାଧ୍ୟ ନା। ଠିକ୍ ଅଛି, ମୁଁ ଯାଉଛି କାମ ସାରିକି କଥା ହେବା ପଛେ। କ'ଣ କରୁଛ? ଆଉଥିରେ ମା ଏଇଟା ଟିକେ ପକେଇବି କମ୍ଫର୍ଟ। କମ୍ଫର୍ଟ ତମ ଦେହ ଭଲ ଲାଗୁନି? ନାଇଁ ବା ଦେହଟା ଭଲ ଲାଗୁନି। ହଉ ଜଲ୍ଦି ରୋଷେଇ କରିକି ଖାଇ ଦେଇକି ଟିକେ ଶୋଇପଡ଼। ଏମିତି ସାଙ୍ଗମାନେ ମୋର ରୋଷେଇ ଏପଟରେ ବି ଚାଲିଛି, ଆସନ୍ତୁ ଦେଖିବେ ରୋଷେଇ ଚାଲିଛି ଏପଟରେ। ଏଇଟା ରୋଷେଇ ଦେଖନ୍ତୁ, ସୋୟାବିନ୍ ପଲଉ। ପଲଉ ସୋୟାବିନ୍ ପଲଉ ସୋୟାବିନ୍, ସୋୟାବିନ୍ ପଲଉ। ପଲଉ ସୋୟାବିନ୍ ବି ଏକା, ସୋୟାବିନ୍ ଟିକେ ଦେଖେଇଦେଲି ମା ପଲଉଟା। କିଏ ଖାଇବ? ଆମ ଦିଦି ଘର ଖାନା। ସାଙ୍ଗମାନେ ଛୋଟ ପିଲା ସୋୟାବିନ୍ ଟା ଶରୀର ପାଇଁ ବହୁତ ଭଲ। ଆଉ ସୋୟାବିନ୍ ଖାଇଲେ ସାଙ୍ଗମାନେ କଣ ନା କ୍ୟାନ୍ସର ହୁଏନି। ଆଉ ମୁଁ ତ ଶୁଣିଥିଲି ସୋୟାବିନ୍ ଟା ବହୁତ ଭଲ ଦେହ ପାଇଁ। ଆପଣ ବି ଏମିତି ଛୋଟ ପିଲାଙ୍କୁ ଟିଫିନ୍ ବକ୍ସରେ, ଆଉ ନିଜେ ବି ଆଉ ଯିଏ ଯାଉଛନ୍ତି ଅଫିସ ତାଙ୍କୁ ବି ଫଟାଫଟ ଏଇଟା ଗୋଟେ ଇଏ ହେଇଯିବ, ଟିକେ ଦହି ହେଇଗଲେ ସାଇଡରେ କି ଆଚାର ହେଇଗଲେ ହେଇଗଲା ସର୍ଟରେ। ଦହି ଭଲ ସବୁଠାରୁ। ତତେ ଭଲ ଲାଗେନି ତ ସମସ୍ତଙ୍କୁ ଭଲ ଲାଗିକି ଦହି ଖାଇବେ କି ଏମିତି କରିକିରି ଖାଆନ୍ତି ସେମାନେ, ବହୁତ ଟେଷ୍ଟି ଆଉ ଭଲ ଲାଗେ, ଶରୀର ପାଇଁ ବହୁତ ଭଲ। ସାଙ୍ଗମାନେ ମୋର ପଲଉଟା ସରିଯାଇଛି ରୋଷେଇ। ମୁଁ ଏଠି ଟିକେ ବସେଇ ଦେଇଛି, ସେ ଗୋଟେ ସିଟି ମାରିଲେ ହେଇଯିବ। ଆଉ ଏଠି ପୁଅ ତାର ଧରିକି ବଇଛି, ସେ ଏଠି ମୁଁ ରୁମ୍ରେ ରହୁଛି, ସାଇଡ଼ରେ ଗୋଟେ ଘର ଅଛି। ସେ ଜଣେ ଭାଇ ଜଣେ ହେବେ, ସେ ଗୋଟେ ନଡ଼ିଆ ଦେଇଛନ୍ତି ଏମିତିଆ ବ୍ୟାଗ୍। ଏଠି ଗୋଟେ ବଢ଼ିଆ ସିଷ୍ଟମ୍ ସାଙ୍ଗମାନେ କ'ଣ ଜାଣିଛନ୍ତି, ମାନେ ଏଠି ବାହାଘର ହେଲେ ହଁ ଏମିତି ଛୋଟ ଛୋଟ ବ୍ୟାଗ୍, କଲରିଂ ବାଲା ଏଇ ସାଇଜ୍ ବ୍ୟାଗ୍ ସବୁ। ଆଧିରେ ଗୋଟେ ନଡ଼ିଆ, ବାବୁ କାଢ଼ିଲି ଧନ, ଏଇ ନଡ଼ିଆରେ ବଢ଼ିଆ ନଡ଼ିଆଟା, କେତେ ବଢ଼ିଆ ନଡ଼ିଆ। ଏଇ ବ୍ୟାଗରେ ନଡ଼ିଆ, କଦଳୀ, ପାନ, ଗୁଆ, ସିନ୍ଦୁର, ଗୋଟେ ଛୋଟ ଛୋଟ ସିନ୍ଦୁର ପ୍ୟାକେଟ୍ ବି ଏଠି ମିଳିଯାଏ, ଯାହା ରଖିଲି। ଛୋଟ ଛୋଟ ପ୍ୟାକେଟ୍ ସିନ୍ଦୁର, ହଳଦୀ, ଛୋଟ ପ୍ୟାକେଟ୍ ଆଙ୍କର ଶୁଭ, ମାନେ ଯାହା ହବ ମାନେ ସାଙ୍ଗମାନେ ମୋତେ ଏଇ ଜିନିଷଟା ଆଙ୍କର ବହୁତ ଭଲ ଲାଗେ। ପାନ, କଦଳୀ 2ଟା ବସିଥିବ, ପାନ 2ଟା, ଗୁଆ ଆଉ ସିନ୍ଦୁର, ହଳଦୀ ଏତିକି ପଶିଥିବ ସେ କଭର ଭିତରେ, ଦେବେ ବ୍ୟାଗ୍। ମାନେ ଖାଲି ହାତରେ ଯେତେ ଲୋକ ହେଇଥାନ୍ତୁ, ଖାଲି ହାତରେ ଖାଇସାରିଲା ପରେ କେହି ଆସିବେନି। ଆଉ ଗୋଟେ ଜିନିଷ ଏଠି ଭଲ ଜିନିଷ କ'ଣ ଜାଣିଛନ୍ତି ସାଙ୍ଗମାନେ, ମାନେ ଆମର ନନଭେଜ ଯେମିତି ବାହାଘର ଦିନ ହୁଏ, ସରି ଆଙ୍କର ହୁଏନି, ଆଙ୍କର ମାନେ ସାଧା ଉପରେ ହୁଏ। ବାହାଘରରେ ନନଭେଜ ହିଁ ହୁଏନି, ସାଧା ହବ। ତାଙ୍କ ଆଇଟମ୍ ଯାହା ସବୁ 10-15 ପ୍ରକାର କରିଥିବେ, ବଢ଼ିଆ ଲାଗେ। ଏତିକି ଦେବେ ସାଙ୍ଗମାନେ, କିନ୍ତୁ ଭାରି ଟେଷ୍ଟି ଆଉ ଭଲ ବି ଲାଗେ, ପେଟ ବି ଫୁଲ ହେଇଯାଏ। ଏ ସମ୍ବରଟା ତାଙ୍କର ଭାରି ଟେଷ୍ଟ, ଭାତ ଉପରେ ଯେଉଁ କରନ୍ତି ଭାରି ଟେଷ୍ଟ, ଭାରି ଭଲ ଲାଗେ। ତାପରେ ଯେତେ ଲୋକ ବି ହୁଅନ୍ତୁ ସାଙ୍ଗମାନେ, ସିଏ ମାନେ ଦେବେ ଏମିତି କଭର। ଆଉ ଗୋଟେ ଭଲ ଜିନିଷ, କଦଳୀ ପତ୍ରରେ ସେମାନେ ଖାଇବାକୁ ଦେବେ ବାହାଘରରେ। ଆମର ଯେମିତି ଖଲି ରଖିକି ଦିଅନ୍ତି ନନା ଫନା, ସେସବୁ ନାହିଁ, କଦଳୀ ପତ୍ର ପୁରା ବଢ଼ିଆ ଲାଗେ। ମୁଁ କେବେ ବାହାଘର ଆଟେଣ୍ଡ କଲେ ମୁଁ ଦେଖେଇବି ଆପଣଙ୍କୁ, ବଢ଼ିଆ ଲାଗେ। ଆଉ କାମ ସରିଗଲା, ଏମିତି ସବୁ ତାଙ୍କର ସବୁ କଲଚର ଭଲ ଲାଗେ। ବହୁତ କେତେ ବଢ଼ିଆ ଜିନିଷ, ବହୁତ ଭଲ ଲାଗେ। ଯାହାର ଯେଉଁ କଲଚର ଅଛି ନା। ଏଠି ପୁଅ ତାର ବସିକି ଟିଭି ଦେଖୁଛି, ବାବୁ ଆଉ ଝିଅ ତାର ସେଠି ଦହି ହବ ନା, ଦହିରେ ପିଆଜ କାଟୁଛି, ମୋତେ ହେଲ୍ପ କରିଦେଉଛି, ଦହିରେ ପିଆଜ କାଟି ଦେଉଛି। ପିଆଜ ଲଙ୍କା କାଟି ଦେଉଛି, ପିଆଜଟା କାଟି ଦେଉଛି। ଦେହଟା ଭଲ ଲାଗୁନି ସେମାନେ, ତଣ୍ଟିରୁ ମାନେ ଜାଣିପାରୁଥିବେ ମୋର ଆୱାଜରୁ ଆଉ ଫେସ୍ରୁ ବିଲକୁଲ ହିଁ ଭଲ ଲାଗୁନି ଏମିତି। ଆଉ ଏମିତି ସବୁ ସାଙ୍ଗମାନେ, ୱାସିଂ ମେସିନ୍ ସଫା ହେଇଗଲାଣି, ମୁଁ ଯାଉଛି ଶୁଖେଇବି। ଶୁଖେଇ ସାରିଲା ପରେ ମହାନ୍ତି ସାର୍ ଆଜି ଆସିବେନି ଖାଇବାକୁ। ସେ ଫୋନ୍ କଲେ କେଉଁ ସାଙ୍ଗର ବାହାଘର ଅଛି, ସେମାନେ ଯିବେ ସବୁ ଷ୍ଟାଫ୍ ଯାକ ମିଶିକି ଖାଇବାକୁ।
ଏବେ ଫୋନ୍ କରିଥିଲେ ଆମେ ମା ଛୁଆ 3 ଜଣ ଖାଇଯିବୁ। ମୁଁ ଟିକେ ଶୋଇ ପଡ଼ିବି ସାଙ୍ଗମାନେ, ଉଠିକିରି ଘର ପୋଛିବି ବାସ ସରିଲା ଆଉ ସବୁ ସରିଗଲାଣି। ଆମ ସାଙ୍ଗମାନେ ଶୁଖେଇଦେବି କାହିଁକିନା ବର୍ଷାଟା ଉଠେଇଛି, ଖରା ଯେହେତୁ ନାହିଁ, ଖାଲି ପବନ ସେ ୱାସିଂ ମେସିନରେ ପୁରା ଶୁଖି ଯାଇଛି, କିଛି ଆଉ ନାହିଁ, ଖାଲି ଟିକେ ପବନ ଟିକେ ବାଜିଗଲେ ହେଇଗଲା। ଠିକ୍ ଅଛି ସାଙ୍ଗମାନେ, ମୁଁ ଚାଲିଲି ଶୁଖେଇବାକୁ। ସାଙ୍ଗମାନେ ଦେଖନ୍ତୁ ଏ ପିଲାକୁ ଟିକେ, ସେ କେତେ ଲକ୍ଷ୍ୟରେ ପୁରା ସେ ଟିଭି ଦେଖୁଛି, ମାନେ ତା ଆଖି ପତା ପଡ଼ୁନି। ଦେଖନ୍ତୁ ଦେଖନ୍ତୁ ଭଲରେ ଟିକେ ଦେଖନ୍ତୁ, ଏ ଟିଭି ତାର ଚାଲିଛି, ଅହରହ ଟିଭି ଚାଲିଛି। ଆଉ ଗୋଟେ ଦେଖନ୍ତୁ କେମିତି ସେଠି କପଡ଼ା ଥୁଆ ହେଇଛି ସାଙ୍ଗମାନେ, ସବୁ ସଫା ହେଇଥିଲା, ବେଡ଼ସିଟ୍ ଫେଡ଼ସିଟ୍ ଚେଞ୍ଜ ହେଇଥିଲା। ଝିଅ ମତେ ଥଣ୍ଡା ସାଙ୍ଗମାନେ, ସରି ଛିଙ୍କ ହେଲା, ଥଣ୍ଡା ବହୁତ ଜୋର ହେଇଯାଇଛି। ଆଉ ଗୋଟେ ଦେଖନ୍ତୁ, ସେ ତାର ବସି କେତେ ମାନେ ଟିଭି ନିଶା ସାଙ୍ଗମାନେ, ଟିକେ ଦେଖନ୍ତୁ ଖାଲି ଖାଲି ଟିଭି ପିଉଛନ୍ତି ସାଙ୍ଗମାନେ। ସେ ମୋର କାମ ସରିଲା, ଏବେ ଉଠିକିରି ପୋଛା ପୋଛି ସବୁ ସରିଲା, ଯାଉଛି ବେଳାବେଳି, ଦେହଟା ଭଲ ଲାଗୁନି, ରୋଷେଇ ଫୋଷେଇ କରିଦେବି। ରୋଷେଇ ଫୋଷେଇ କରିସାରିଲା ପରେ ପୁଣି ଗ୍ୟାସ୍ ପୋଛା, କେତେ ଛୋଟ ଛୋଟ କାମ ଟିକେ ଟିକେ ଅଛି ସାଙ୍ଗମାନେ, ସେଟା ସବୁ ସାରିବି। ସାଙ୍ଗମାନେ କ'ଣ କରୁଛନ୍ତି? ମୋ ମୁହଁଟା ଦେଖି ଜାଣିପାରୁଥିବ, ମୋ ଦେହଟା ପୁରା ଖରାପ ହେଇଛି, ଥଣ୍ଡା ହେଇଯାଇଛି, ଭଲ ଲାଗୁନି। ଉଠିକିରି ସବୁ କାମ ସାରିଲି, ଆଉ କାମ ସାରି ମାନେ ଘର କହୁଥିଲି ନା ଆପଣଙ୍କୁ, ମୁଁ ଟିକେ ଶୋଇପଡ଼ି, ମୋ ଦେହ ବେଶୀ ବ୍ୟସ୍ତ ଲାଗିଲା, ମୁଁ ଶୋଇପଡ଼ିଲି। ଶୋଇପଡ଼ିକି ଉଠିକିରି ଘର ପୋଛାପୋଛି ସାରିଲି, ସାରିକିରି ଟିକେ ଚା ବସେଇବି ସାଙ୍ଗମାନେ, ବହୁତ ଇଚ୍ଛା ହେଉଛି ଟିକେ ଚା ପିଇବାକୁ, ଟିକେ ଅଦା ଫଦା ପକେଇକି ଚା କରିବି, ବସେଇଛି ଚା ଟିକେ ବସେଇବି ସାଙ୍ଗମାନେ। ତାପରେ ପିଇ ସାରିଲା ପରେ ତାପରେ ରୁଟି ଫୁଟି ଯାଇ ଜଲ୍ଦି କରିଦେବି। କରିଦେଲା ପରେ ସାଙ୍ଗମାନେ, ତଣ୍ଟିଟା ଯେମିତି କେହି ଥଣ୍ଡା ହେଲେ ଜାଣିଥିବେ, ଏଇଠି ତଣ୍ଟି ପାଖରେ ଗୋଟେ କେମିତି ଲାଗେ, ଆଉ ବଢ଼ିଆ ଲାଗୁଛି, ଥଣ୍ଡା ପବନ ବାହାରେ। ଦେଖନ୍ତୁ କେତେ ସୁନ୍ଦର ଖରା ଅଛି, ଥଣ୍ଡା ଥଣ୍ଡା ଖରା, ମାନେ ଆଉ ଗରମ ଲାଗୁନି, ବଢ଼ିଆ ଲାଗୁଛି ସାଙ୍ଗମାନେ। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି, ବଢ଼ିଆ ଲାଗୁଛି, ଭଲ ଲାଗୁଛି ସାଙ୍ଗମାନେ। ବାହାରେ ବହୁତ ଶାନ୍ତି ଲାଗୁଛି। ଯିବି ଚାଟା ବସେଇଛି, ଚାଟା ବସେଇ ସାରିବି, ତାପରେ ସନ୍ଧ୍ୟା ଦିଆହେବ। କାଲି ସଂକ୍ରାନ୍ତି, ଆଉ କାଲି ସଂକ୍ରାନ୍ତି କି ଗୋଟେ ଇଏରେ ଯାହା ପଡ଼ିଗଲା, ଶ୍ୱଶୁରଙ୍କ ପିଣ୍ଡ ଗୋଟେ ଇଏରେ ପଡ଼ିଗଲା। ଥଣ୍ଡା ହେଇଯାଇଛି ମାନେ ବହୁତ ଜୋରେ, ଆଉ ଟିକେ ବାଲକୋନି ଛିଡ଼ା ହେଲା, ବଢ଼ିଆ ଲାଗୁଛି। ପିଲାମାନେ ତ ଟିଭି ଦେଖୁଛନ୍ତି, ମହାଶୟ ଆଜି ଆସିନାହାନ୍ତି ଖାଇବାକୁ, ସେ ମାନେ ତାଙ୍କ ସାଙ୍ଗର କ'ଣ ଥିଲା ତାଙ୍କ, ମୁଁ ଜାଣିନି ଠିକ୍ ସେ ତାଙ୍କର ଗଲେ ସେଠି ଖାଇବାକୁ, ସବୁ ଷ୍ଟାଫ୍ ମାନେ ଗଲେ, ଆମେ ଆମର ମା ଛୁଆ ଖାଇକି ଶୋଇପଡ଼ିଥିଲୁ ଜଲ୍ଦି। ଏମିତି ଆଉ ସୁମିତାର ସବୁବେଳେ ଖାଲି ଟିଭି ଦେଖିବ, ତାର କିଛି ନାହିଁ ସାଙ୍ଗମାନେ, ଖାଲି ଟିଭି ଦେଖିବ। ହଉ ଠିକ୍ ଅଛି, ମୁଁ ଟିକେ ଚା ପିଇଦିଏ, ଚା ପିଇ ସାରିଲା ପରେ ଆପଣଙ୍କ ସାଙ୍ଗରେ କଥା ହେବି ସାଙ୍ଗମାନେ। ସାଙ୍ଗମାନେ ମୋ ଚା ଦେଖନ୍ତୁ ରେଡ଼ି ହେଇଯାଇଛି, ଚା ବିସ୍କୁଟ ଭୋକ ବି କଲା। ପିଲାମାନେ ଗଲେ ଛାତ ଉପରୁ ଖେଳିବାକୁ ବ୍ୟାଟ୍ ବଲ। ହଉ ଯା, ଛୋଟ ଛୁଆ ଘର ଭିତରେ ବସି ବସି ବୋରିଂ, କେତେ ଟିଭି ଦେଖିବେ, ଆଉ କୁଆଡ଼େ ତ ବାହାର ଯିବାର ନାହିଁ ନା। ମାନେ ଆପଣ ବି ଚା ବିସ୍କୁଟ ଖାଇ ଆସନ୍ତୁ ମୋ ସହିତ ଖାଇବେ। ମନସାରୁ ଫୋନ୍ କରିଥିଲି, ଟିକେ ଯିବୁ ବଜାର ଯିବୁ ମାନେ କ'ଣ ଟିକେ ଛୋଟ ମୋଟିଆ କାଲି ପାଇଁ ଆଣିବୁ। ମୋ ଶ୍ୱଶୁର ନା ମିଠା ବହୁତ ଭଲ ପାଆନ୍ତି, ସେ ବହୁତ ପ୍ରିୟ ମିଠା, ମୁଁ ସେଥିପାଇଁ ପ୍ରତିବର୍ଷ ମିଠା ମାନେ ଗୋଲାପଜାମୁ ଘରେ କରିଦିଏ। ଏ ବର୍ଷ ଆଉ କରିନି ସାଙ୍ଗମାନେ, ଦେହଟା ଭଲ ଲାଗୁନି, ଆଉ କରିନି, କିଣି ଆଣିବି।
ମିଠା ଟିକେ ଆଣିବୁ। ଆଉ ସାଙ୍ଗମାନେ ଜାଣିଛ ନା ଏଠି ରସଗୋଲା ମିଳେନି, ଛେନାପୋଡ଼ ମିଳେନି, ଅଲଗା ଅଲଗା ଖାଲି ଶୁଖା ମିଠା ଗୁଡ଼ାକ। ହେଲେ ଗୋଲାପଜାମୁ ଘରେ ତିଆରି ଗୋଲାପଜାମୁ ମିଳେ, ଘରେ ମୁଁ କରିଦିଏ, ବେଶୀକି ପିଲା ଖାଆନ୍ତି ଆଉ ଆମେ ବି ଟିକେ ଖାଉ, ଦିଏ ଶ୍ୱଶୁରଙ୍କୁ ଦିଏ ଉପରେ, ଆମେ ବି ଟିକେ ଖାଉ। ମିଠା ଟିକେ, ତାପରେ ଟମାଟୋ ଟିକେ, ଫୁଲ, ଏମିତି ସବୁ ଟିକେ ଛୋଟ ମୋଟ ଜିନିଷ କିଣିକି ଆଣିବାର ଅଛି। ଓହୋ ଥଣ୍ଡା ହେଲେ ସାଙ୍ଗମାନେ ଚାଟା ଯେତେବେଳେ ଏଇଠି ବାଜିଯାଏ ତଣ୍ଟି ଗରମ ଗରମ ଚାଟା ବଢ଼ିଆ ଲାଗେ। କାହାକୁ ଭଲ ଲାଗେ କି ନାହିଁ କହିଲେ କହିବେ ପ୍ଲିଜ୍ କମେଣ୍ଟ କରିକି। ମୋତେ ତ ବେଶୀ ଭଲ ଲାଗେ। ଗରମ ଗରମ ଚା ବାଜିଗଲା ଆଉ ଯିବି ଚା ପିଇକି ରୁଟିଟା କରିଦେବି। ରୁଟି ସାଙ୍ଗକୁ ଭଜା ଫଜା ଭେଣ୍ଡି ଆଳୁ ଭାଜିଦେବି ସେମାନେ। ତାପରେ କାମ ସବୁ ସାରିକିରି ସେ ଆସିଲେ, ମହାନ୍ତି ବାବୁ ଆସିଲେ ଆମେ ସାଙ୍ଗ ହୋଇ ପଳେଇବୁ। ଭାବୁଛି ଯିବି କି ନାହିଁ, ମୋତେ ଡାକୁଛନ୍ତି, ମୋର ଇଚ୍ଛା ନାହିଁ। ଯିବୁ ସାଙ୍ଗ ହୋଇକିରି, କି ଯିବି ନାହିଁ ଠିକ୍ ନାହିଁ। ଆଉ କିନ୍ତୁ କରିଦେଇଥାଏ, ଯଦି କହିଲେ ବେଶୀ ବାଧ୍ୟ କଲେ ତାହେଲେ ଯିବି। ଟିକେ ନା ସାଙ୍ଗମାନେ ଯେଉଁମାନେ ମୋତେ ଡାକିବେ, ମାନେ କୁହନ୍ତି କ'ଣ ଘର ଭିତରେ ଅଛ ଯା ଗୋଟେ ରାଉଣ୍ଡ ବୁଲି ଦେଇକି ଆସିବ, ଭଲ ଲାଗିବ। ମୁଁ ଯାଏ, ଆମେ ସମସ୍ତେ ମିଶିକି ଯାଉ, କିନ୍ତୁ ଏଇ ଦେହଟା ଆଜି ଭଲ ଲାଗୁନି ନା। ଠିକ୍ ଅଛି ସାଙ୍ଗମାନେ, ଯାଉଛି ଚା ପିଇ ସାରେ, ତାପରେ କେତେ କାମ ଅଛି ତାକୁ ସାରିବାକୁ ପଡ଼ିବ ମୋତେ। ରୁଟି ଭଜା କରିକି ତାକୁ ଟିକେ ସାରିଦେଲେ ଟିକେ ବସି, ଦେହଟା ନ ଭଲ ଲାଗିଲେ ଜାଣିଥିବେ କେମିତି ଲାଗେ। ଥଣ୍ଡା ଜ୍ୱର ହେଲେ ଗୋଟେ ପ୍ରକାର, ଥଣ୍ଡା ହେଲେ ଗୋଟେ କେମିତି ଲାଗେ। ମୋର ତ ଆଖି ପାଖି ହେବ, ନାକ ଖାଲି ସଲସଲ ହେବ ଯେ ତା ଭିତର ମାନେ ଭଲ ଲାଗିବନି ଜମା। ଠିକ୍ ଅଛି ସାଙ୍ଗମାନେ, ଚାଟା ପିଇ ସାରେ ଥଣ୍ଡା ହେଇଯିବ। ସାଙ୍ଗମାନେ ଏବେ ଚାଲିଲି ଟିକେ ଛାତ ଉପରକୁ। ଛାତ ଉପରେ ଆସନ ଗୁଡ଼ା ଧୋଇକି ଶୁଖେଇଦେବି। ଶୁଖେଇ ଦେଲା ପରେ ଆସି ରୁଟି ଫୁଟି କରିବି ସାଙ୍ଗମାନେ। ବାବୁ ମାମୁନି ଦେଖନ୍ତୁ ଛିଡ଼ା ହେଇଛନ୍ତି ଚୁପଚାପ। କ'ଣ କି ଖେଳିଯିବା, କ'ଣ ଚୁପଚାପ ଛିଡ଼ା ହେଇଛ ଦେଖୁଥିଲ? ଠିକ୍ ଅଛି ସାଙ୍ଗମାନେ, ଆସନ ପା ପୋଛା ଏଠି ଧନ ପଡ଼ିଛି ନା, ନେଇନା ଏଠି ପା ପୋଛା ଧୋଇକି ସବୁ ଶୁଖେଇଥିଲେ ସାଙ୍ଗମାନେ। ଇଏ ଶୁଖା ହେଇଛି। ସଇଲା ଆସନ ଧୁଆ। କ'ଣ ପ୍ରତି ଗୁରୁବାର ଧୁଆ হয়? କ'ଣ ଅଛି? ତୁ ଯା ଆମେ ଆସିବୁ, ତୁ ଯା ଆମେ ଆସିବୁ। ନାଇଁ ତ ଆମ ସ୍କୁଲ ଖୋଲିଗଲା ନା, ଦେଖୁଥିଲୁ। ଅଲଗା ସ୍କୁଲ ଖୋଲିଛି? ନାଇଁ ଆମ ସ୍କୁଲ ଖୋଲିଲାଣି, BMN ସୃଷ୍ଟି ଖୋଲିଲାଣି ବଡ଼ ପିଲାଙ୍କର। ତମେ ଯିବା ଆଉ, ସେଇ ଅପେକ୍ଷାରେ ଅଛ। ଘରଟା ଖାଲି ଖାଲି ଲାଗିବ। ଆଉ ଗୋଟେ ଦୃଷ୍ଟି ତମେ ଗଲେ ଶାନ୍ତି, ମୋ ମୁଣ୍ଡ ଖାଇସାରିଲେ। ସତ କଥା ସାଙ୍ଗମାନେ, ମୋ ମୁଣ୍ଡକୁ ଖାଇସାରିଲେ। ବ୍ୟାଟ୍ ଖାଇଦେ, ବ୍ୟାଟ୍ ଖାଇଦେ। ଭୋକ କଲାଇ। ହେ ଭଗବାନ ସାଙ୍ଗମାନେ, ଉପର କେତେ ବଢିଆ ଲାଗୁଛି। ବଢିଆ ଦେଖୁନ ଘୁରୁଛି କେମିତି, ବଢିଆ ଲାଗୁଛି। ଆଉ ଯା ତମେ ଖେଳ, ପା ପଛଡ଼ା ସବୁ ନେଇଯିବି। ଆଜ୍ଞା ମାଉସୀ। ମାଉସୀ ତାର ଭେରାଇଟି ନା। ଠିକ୍ ଅଛି ସାଙ୍ଗମାନେ, ମୁଁ ଆକୁ ଧରିଲି। ମୋର ତ ଗୋଟେ ପରେ ଗୋଟେ କାମ, ଖାଲି ସାଙ୍ଗମାନେ କେତେବେଳେ ମୋ କାମ ହିଁ ବନ୍ଦ ହଉନି। କଣ ବଡ଼ ହବ କହିଲୁ? ବଡ଼ ହେଇଗଲେ ଗୋଟେ ବହୁତ ହେଲେ ମୋ ଦେହ ମୁଣ୍ଡ ଖରାପ ହଉଛି, କାମକୁ ପାରୁନି। ସାଙ୍ଗମାନେ ବାବୁ ମାମୁନି ଖେଳୁଛନ୍ତି, ଚାଲନ୍ତୁ ଲୁଚି ଲୁଚିକି ଦେଖିବା।
ଖେଳୁଛ ନା ଟିକେ କଣ କରୁଛ? ଆକାଶ କଣ ଆକାଶ କେହି ଦେଖିନାହାନ୍ତି? ଏଇଠି କଣ ଆକାଶ କେହି ଦେଖିନାହାନ୍ତି? ଖେଳ। ଖେଳୁଛ ନା ଖେଳିବାକୁ ଯାଇଛ ନା ଏଠି କଣ କରୁଛ? ନାଟ କରୁଛ? ଏଇ ମୁଣ୍ଡ ହେଇକି ଚାଲ। ଖେଳିବା ଯଦି ଖେଳ, ନହେଲେ ସନ୍ଧ୍ୟା ହେଲେ ଚାଲ ଘରକୁ। ସାଙ୍ଗମାନେ ଖେଳୁନାହାନ୍ତି, ଏଠି ଆସି ନାଟ କରୁଛନ୍ତି। एक्सपर्ट तू अबे तेंदुलकर हो। ये बात है तेंदुलकर ना विराट कोहली। दीदी मारिबो बैटिंग दीदी बैटिंग बैटिंग मार बनी हेगला दे मते दे ना 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 जमाना ये बॉलर भल नुह ये बॉलर काई डाकी के ने बाबू मु मारि दे याको आसेनी बाबू दे बाबू हो पकाउची टीम में तो कर मिसेज बाबू दे बाबू बॉल दे कट्टी मुती किची बाबू बॉल दे अरे मु पकाइबी कहि दो बॉल दे लास्ट भल लगी बोलिंग कर छक्का हे गला मोर छक्का अब ठीक अछि मैडम बस देखन सागन मु छक्का मार देली मात्र टीटा छक्का बाले एबे मामुनी रे पाली देखिए मामुनी केमनी बाज ଏମିତି କିଏ ବାଡ଼ାଏ? ତଳୁଆ ଖେଳ ଠିକ ଅଛି ସାଙ୍ଗମାନେ ସେ ତାଙ୍କର ଖେଳରେ ମାତିଛନ୍ତି। ଚାଲନ୍ତୁ ଆମର ବାଏ ବାଏ କରିବା, ସନ୍ଧ୍ୟା ହେଇଗଲାଣି। ବାଏ ବାଏ ओम साई राम शुभ संध्या ଭିडिଓଟି ଭଲ ଲାଗିଥିଲେ लाइक शेयर सब्सक्राइब और शेयर कर ପ୍ଲିଜ ଯୋଉମାନେ ନୂଆ ଦେଖୁଛନ୍ତି ଆମ ଚ୍ୟାନେଲ କୁ सब्सक्राइब करिया को भूलिबेनी आ कमेंट देबा को भी भूलिबेनी हां और लाइक करिया पे भी भूलिबेनी आ गोटे थम्स अप दे देबे लाइक तो जरूर देबे होला। बाय ओम साई राम बाय 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 समस्त को मो तरफ रु हम तीन जन तरफ रु शुभरात्रि शुभ संध्या आ कोन कहमु एतिकी बाय बाय जय जगन्नाथ।